ଏଠି ନେତା ମାନେ କହୁଛନ୍ତି ଲୋକଙ୍କୁ ସେବା ଦଉଛନ୍ତି, ଏଠି पुलिस ମାନେ କହୁଛନ୍ତି ଲୋକଙ୍କୁ ସେବା ଦଉଛନ୍ତି, ଏଠି कलेक्टर କହୁଛି ଲୋକଙ୍କୁ ସେବା ଦଉଛି। ବାସ୍ତବରେ କଣ ସତରେ ଏମାନେ ସେବା ଦଉଛନ୍ତି ନା ଏମାନେ ଗରିବ ଲୋକଙ୍କୁ ଶୋଷଣ କରୁଛନ୍ତି? ଯଦି पुलिस ମାନେ ଲୋକମାନଙ୍କୁ ସେବା ଦଉଛନ୍ତି ତାହେଲେ ଦରମା ନଉଛନ୍ତି କଣ ପାଇଁ? ସେବା କଣ ଆକ୍ଚୁଆଲି ପଇସା ପାଇଁ କରୁଛନ୍ତି ନା ନିଜର ସ୍ୱାର୍ଥ ହାସଲ କରିବା ପାଇଁ କରୁଛନ୍ତି? ମୁଁ ତ ଭାବୁଛି ନିଜର ସ୍ୱାର୍ଥ ହାସଲ କରିବା ପାଇଁ କରୁଛନ୍ତି। ଆଉ ସରକାରୀ କର୍ମଚାରୀ ସମସ୍ତେ କହୁଛନ୍ତି ସେବା କରୁଛନ୍ତି, କିନ୍ତୁ ଏଠୁ ଗରିବ ମାନଙ୍କୁ ସବୁବେଳେ ଶୋଷଣ କରୁଛନ୍ତି। ସେବାର ନାଁରେ ଗରିବ ମାନଙ୍କୁ ଶୋଷଣ କରୁଛନ୍ତି। ନେତା ମାନଙ୍କ କଥା ଛାଡ଼ନ୍ତୁ ଆଜ୍ଞା, ନେତା ମାନେ ଆକ୍ଚୁଆଲି ନେତା ମାନଙ୍କୁ ତିଆରି କରୁଛନ୍ତି ଏଇ ଗରିବ ଲୋକମାନେ, ଏଇ ଅଭାବୀ ଲୋକମାନେ, ଏଇ ଭୋଟର ମାନେ ତିଆରି କରୁଛନ୍ତି ନେତା ମାନଙ୍କୁ। ଥରେ ଟିକେ ଭୋଟ ପାଇଗଲା ପରେ ନିଜ ପକେଟ କେମିତି ଗରମ ହବ, 14 ବର୍ଷ କେମିତି ପଇସା ରଖିବେ ସେଥିରେ ସେ ଲିପ୍ତ ରହୁଛନ୍ତି। ଆଉ ଏ ଗରିବ ଅସହାୟ ଲୋକ କଥା କିଏ ଭାବୁଛି? ସେମାନଙ୍କର ବି ଦରମା ଅଛି ଆଜ୍ଞା, ଖାଲି ସରପଞ୍ଚ ତଳ ଲେବୁଲ ଲୋକଙ୍କର ସିନା ନାହିଁ, କିନ୍ତୁ MLA MP ଏମାନଙ୍କର ମନ୍ତ୍ରୀ ମାନଙ୍କର ଦରମା ଅଛି, ପେନସନ ବି ଅଛି, ସବୁ କିଛି ସୁବିଧା ଅଛି। କଣ ସତରେ ଏମାନେ ସେବା କରୁଛନ୍ତି? ଆମ ମାନଙ୍କର ପଇସା, ଏ ଜନସାଧାରଣଙ୍କର ପଇସା, ସେଇ ପଇସାରୁ ସେମାନେ ଦରମା ପାଉଛନ୍ତି ଆଉ ହାକିମାତି କରନ୍ତି ଅଧିକ। ଆପଣ ମାନେ ଯଦି କୌଣସି କେସ୍ ନେଇକି ପୋଲିସ ଷ୍ଟେସନକୁ ଯିବେ ତାହେଲେ ପୁଲିସ ବାବୁଙ୍କର କଥା ଶୁଣି ଆପଣ ପାଗଳା ହେଇଯିବେ। ତାଙ୍କ ଭଏସରେ ଗର୍ଜନ କରିକି ସେ କଣ କରିବେ ନା, ତାଙ୍କ ଭଏସରେ ଗର୍ଜନ କରିକି ସେ ମାନେ ତମକୁ ଡରାଇବାକୁ ଚାହିଁବେ। କାହିଁକି ଜାଣିଛନ୍ତି? ଆମ ପଇସାରେ ପା ସିଏ ଚଳୁଛନ୍ତି, ସେଇଥିପାଇଁ ସେ ସବୁବେଳେ ଚାହାନ୍ତି ଗର୍ଜନ କରିକି ଡରାଇବା ପାଇଁ। ଆଉ ନେତାମାନଙ୍କ କଥା ଆଜ୍ଞା ଛାଡ଼ନ୍ତୁ, ଭୋଟର ବେଳେ ତମକୁ ବାପ ମା ଦାଦା ଖୁଡି କହିକି ଆସିବେ, ଭୋଟଟି ପାଇଗଲା ପରେ ପଚାରିବେ ତମ ଘର କୋଉଠି, ତମେ କିଏ, ମୁଁ ତମକୁ ଚିହ୍ନିଛି କି ନାହିଁ। ଏ ହେଉଛି ନେତା ମାନଙ୍କର କଥା। ଆଉ ସରକାରୀ କର୍ମଚାରୀ ଆଉ ଯେତେକ ସବୁ ରହିଲେ ନା, ସେମାନଙ୍କ କଥା ନ ସରେ ଆଜ୍ଞା। ଯଦି ମୋବାଇଲଟି ଖେଳଉଛନ୍ତି ଖେଳଉଥିବେ, ଯଦି ଖେଳ ସେଇ ସମୟରେ ହେଇଯାଉଛି ନା, ଇଣ୍ଡିଆ ଇଂଲଣ୍ଡ କି ଇଣ୍ଡିଆ ପାକିସ୍ତାନ ଯଦି ଖେଳ ହଉଛି, ସବୁ ଅଫିସ ବନ୍ଦ, କେହି କାହା କଥା ଶୁଣିବାକୁ ଏଠି ନାରାଜ। କଣ ପାଇଁ କିଏ କାହା କଥା ଶୁଣିବ? ସେମାନେ ତ ଚାକିରି କରିଛନ୍ତି, ସରକାରରୁ ଦରମା ପାଉଛନ୍ତି। ଥରଟି ବି ସେ ଭାବି ନାହାନ୍ତି ଯେ ଏଇ ଜନସାଧାରଣଙ୍କ ପଇସା ବି ସେମାନେ ଦରମା ପାଉଛନ୍ତି। ସେ ତ ମାସ ପୁରିଲା ଦରମା ପାଇଗଲେ, ଏ କଥା କାହିଁ ଭାବିବେ? ତାଙ୍କୁ ବାବୁ ଆଜ୍ଞା କେତେ କଣ କହିବେ, ହେଲେ ବି ସେ ଆଜ୍ଞା ଶୁଣିବେନି। ଏଇ ହଉଛି ଆଜିର ରାଜନୀତି, ଏଇ ହଉଛି ଆଜିର ସରକାରୀ କର୍ମଚାରୀଙ୍କ କଥା, ଆଉ ଏଇ ହଉଛି ଆଜିର ଦୁନିଆର କଥା।